ହଁ ସାଙ୍ଗମାନେ ଆମେ ତିନି ଜଣ କେଉଁଠି ବାହାରିଛି ଆପଣମାନେ ତ ଥମ୍ବନେଲ ଦେଖି ଜାଣିପାରିଥିବେ। ତ ଆଜି ଯେହେତୁ ଲୋକ ମହୋତ୍ସବ ଲାଷ୍ଟ ଥିଲା ତ ଆମେ ଯାଇକି ଲୋକ ମହୋତ୍ସବ ପହଞ୍ଚାଇଥିଲୁ ଓ ଯାଇ ଫାଷ୍ଟ ଯାଇଥିଲୁ ରଜି କିଚେନ୍। ତାର କାହିଁକିନା ସ୍ପେଶାଲ ଜାଣିଛନ୍ତି ତ କ୍ଷୀର ପୋଡ଼ପିଠା ଓ ତାଙ୍କର ପତ୍ରପୋଡ଼ା ଆଇଟମ୍ କିଛି ଥିଲା। ତ ଆମେ ଯାଇ ପହଞ୍ଚି ଫାଷ୍ଟ ଦେଇଥିଲୁ ଗୋଟେ ଚିକେନ୍ ପତ୍ରପୋଡ଼ା ଆଇଟମ୍ ଗୋଟେ ଅର୍ଡ଼ର କରିଦେଇଥିଲୁ। ତ ତା ଭିତରେ ଚାଉମିନ୍ ଫେମିନ୍ କେମିତି କ'ଣ ଭଜା ଦେଖିପାରୁଥିବେ। ତ ବହୁତ ଅପେକ୍ଷା ପରେ ଆମର ବର୍ତ୍ତମାନ ଚିକେନ୍ ପତ୍ରପୋଡ଼ା ବର୍ତ୍ତମାନ ରେଡ଼ି ହେଇଗଲାନି। କାହିଁକି ନା ପାଖାପାଖି 15-20 ମିନିଟ୍ ପରେ ତାଙ୍କର ହେଉଛି ରେଡ଼ି କରିଦେଉଛନ୍ତି ସାମ୍ନାରେ। ତ ବର୍ତ୍ତମାନ ଚାଲ ସାଙ୍ଗମାନେ ଖାଇ ଦେଖିବା କେମିତି କ'ଣ ଟେଷ୍ଟ ହେଉଛି। କାହିଁକିନା ବହୁତ ଅପେକ୍ଷା ଟାଇମ୍ ହେଇଗଲାନି, 15-20 ମିନିଟ୍ ପାଖରେ ଛିଡ଼ା ହେଇଯାଉ ସେଠି, ତାପରେ ସେ ଦେଲେ। ତ ଚାଲ ବର୍ତ୍ତମାନ ଖାଇବା। ଓ ପିସ୍ ଗୁଡ଼ା ତ ଦେଖାଉଥିଲା ଭଲ, ବଟ୍ ଖାଇଲେ କେମିତି କ'ଣ ଟେଷ୍ଟ ଦେଖିବା ତାର କେମିତି କ'ଣ ଅଛି। ତ ବଣ୍ଟିଲେ ଦେଇଦେଉଛି, ଭାଇ ଆଗେ ତୁମେ ଖାଇ ଦେଖ କେମିତି କ'ଣ ଟେଷ୍ଟ ଅଛି। ତ ବର୍ତ୍ତମାନ ମୁଁ ଖାଇଲି, ଖାଇକି ଦେଖିଲେ ସତର ସାଙ୍ଗମାନେ ପୁରା ଫାଲତୁ ଟେଷ୍ଟ ଥିଲା, କିଛି ବି ଟେଷ୍ଟ ମୋତେ ଭଲ ଲାଗିଲାନି। ତ ଆପଣ ନିଶ୍ଚିତ ଭାବରେ ତ ଟେଷ୍ଟ କରିଥିବେ, ଯେଉଁମାନେ ବାଲେଶ୍ୱର ଲୋକ ମହୋତ୍ସବକୁ ଆସିଥିବେ ତ ଆପଣମାନେ କହିବେ କେମିତି କ'ଣ ଟେଷ୍ଟ ଥିଲା। ତ ତାପରେ ଯେହେତୁ ଭଲ ଲାଗିଲାନି ତାପରେ ଆମେ ଯାଇ ପହଞ୍ଚାଇଥିଲୁ ଗୋଟେ ମୟୂରଭଞ୍ଜ ଗୋଟେ ବାମ୍ଫ ଚିକେନ୍, ଯାହା ଆମେ ବାଉଁଶ ଚିକେନ୍ କହୁ କି ଚିକେନ୍ ପୋଡ଼ା କହୁ, যেটা ଆମେ ବାଉଁଶ ଭିତରେ ପୋଡ଼ି କରନ୍ତି, ସେଇଟା ବାମ୍ଫ ଚିକେନ୍। ତ ଆମେ ଯେ ସେଠି ପହଞ୍ଚି ଭାଇ ଗୋଟେ ପ୍ଲେଟ୍ ଅର୍ଡ଼ର କରିଥିଲୁ। ତ କାହିଁକିନା ସାଙ୍ଗରେ ମିଶିକି ଖାଇବାଟା ବହୁତ ଭଲ ମଜା ଲାଗେ। ତ ଏ ତିନି ଜଣ ଥିଲୁ, ଗୋଟେ ପ୍ଲେଟ୍ ଅର୍ଡ଼ର କରି ଆମେ ଖାଇକି ଟେଷ୍ଟ କରୁଥିଲୁ କେମିତି କ'ଣ ଥିଲା। ତ ଏଠି ଖାଇକି ଦେଖିଲୁ ଆମେ ଖାଇବାଟା ବହୁତ ସାରା ମଜା ମସ୍ତି ବହୁତ ହେଇଗଲା। ଆଜି ଲୋକ ମହୋତ୍ସବ ଲାଷ୍ଟ ଥିଲା ତ ମସ୍ତି ଭିତରେ ତା ଭିତରେ ଖାଇକି ଦେଖିଲେ ଖାଇବାଟା ବହୁତ ଭଲ ଟେଷ୍ଟ ଥିଲା। ଏବଂ ଖାଇକି ଦେଖିଲେ ଆକ୍ଚୁଆଲି ବାମ୍ଫ ଚିକେନ୍ଟା ବହୁତ ବଢ଼ିଆ ଟେଷ୍ଟ କରିଥିଲେ, ପୁରା ଖାଇବାଟା ବହୁତ ଟେଷ୍ଟି ଥିଲା, ମସଲା ବି ବହୁତ ବଢ଼ିଆ ଥିଲା। ତ ସାଙ୍ଗମାନେ ଆମେ ତ ଖାଇକି ଲୋକ ମହୋତ୍ସବ ବୁଲି ଆସିଲୁ, ତ ଆପଣମାନେ କେମିତି କ'ଣ ମଜା କରୁଛନ୍ତି ନିଶ୍ଚିତ ଭାବରେ କମେଣ୍ଟ କରିବେ। ତ ରହିଲି ସାଙ୍ଗମାନେ, ଜୟ ଜଗନ୍ନାଥ, ପୁଣି ଦେଖିବା ଆଉ ଗୋଟେ ନୂଆ ବ୍ଲଗ୍ରେ। ବାଏ ବାଏ।